କଥାକାର ଅଡିଓ ବୁକ୍ସର 87ତମ ପ୍ରସ୍ତୁତି ପ୍ରସିଦ୍ଧ ଓ ବହୁ ପୁରସ୍କୃତ ଲେଖିକା ଡକ୍ଟର ମନୋରମା ମହାପାତ୍ରଙ୍କର କ୍ଷୁଦ୍ରଗଳ୍ପ ମୃଗତୃଷ୍ଣା। ଏହି କାହାଣୀ ଲେଖିକାଙ୍କର ଅନେକ ମର୍ମସ୍ପର୍ଶୀ କାହାଣୀ ମଧ୍ୟରୁ ଗୋଟିଏ। ଶ୍ରୀମତୀ ମନୋରମା ମହାପାତ୍ର ଆଧୁନିକ ଭାଷା ସାହିତ୍ୟ ଜଗତର ଜଣେ ଉଜ୍ଜ୍ୱଳ ତାରକା। ତାଙ୍କର ଜନ୍ମ 1934 ମସିହାରେ ଏବଂ ତିରୋଧାନ 2021 ମସିହାରେ ହୋଇଥିଲା। ସେ ସୁନାମଧନ୍ୟ ସ୍ୱାଧୀନତା ସଂଗ୍ରାମୀ ଓ ସମାଜ ସମ୍ବାଦପତ୍ରର ସମ୍ପାଦକ ଡକ୍ଟର ରାଧାନାଥ ରଥଙ୍କ ସୁପୁତ୍ରୀ। ଶ୍ରୀମତୀ ମହାପାତ୍ର ଅନେକ ପ୍ରତିଭାର ଅଧିକାରିଣୀ ଥିଲେ। ସେ ଥିଲେ ଅର୍ଥନୀତିର ଅଧ୍ୟାପିକା, ପ୍ରଗଳ୍ଭ ବକ୍ତା, ସମାଜର ସମ୍ପାଦିକା, ବହୁ ପୁରସ୍କୃତ ଲେଖିକା ଏବଂ ସମାଜସେବୀ। ସାହିତ୍ୟର ପ୍ରତିଟି ବିଭବ ତାଙ୍କ ରଚନାରେ ସମୃଦ୍ଧ। ସେ ଶିଶୁ ସାହିତ୍ୟ, କବିତା, ରମ୍ୟ ରଚନା, ଗଳ୍ପ ଏବଂ ଅନୁବାଦ ସାହିତ୍ୟରେ ଅନେକ ରଚନା କରିଛନ୍ତି। ତାଙ୍କର କିଛି ରଚନା ଅନ୍ୟାନ୍ୟ ଭାରତୀୟ ଭାଷାରେ ଅନୁବାଦ ହୋଇଛି। ତାଙ୍କର 40ରୁ ଉର୍ଦ୍ଧ୍ୱ ପୁସ୍ତକ ପ୍ରକାଶିତ ହୋଇଛି। ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନ, ଜୟଦେବ ସମ୍ମାନ, ଉତ୍କଳଶ୍ରୀ ସମ୍ମାନ ଏବଂ ଅନ୍ୟ ଅନେକ ଅଗଣିତ ସମ୍ମାନର ଅଧିକାରିଣୀ ସିଏ। ତାଙ୍କର କିଛି ବହୁ ପରିଚିତ ପୁସ୍ତକ ହେଲା ଏ ପୃଥିବୀ ସରସଜ୍ଜା, ବନ୍ଦ ଘରର କବାଟ, ବନରାଇଜର କଥା, ଅଛିଣ୍ଡା ମାସ ଛିଣ୍ଡା ଦଉଡ଼ି ଏବଂ ଝଡ଼ ପରେ ସୂର୍ଯ୍ୟୋଦୟ। ଆଜିର କାହାଣୀ ପ୍ରସ୍ତୁତ କରିଛନ୍ତି ଲେଖିକାଙ୍କର ସୁପୁତ୍ରୀ ଶ୍ରୀମତୀ ଶ୍ୱେତପଦ୍ମା ଦାସ। ସେ ଆମେରିକାର ସାନ୍ ହୋଜେ ସହରରେ ଅବସ୍ଥାନ କରନ୍ତି। ସେ ଜଣେ ଉଦ୍ୟୋଗପତି, ଓଡ଼ିଆ ସାହିତ୍ୟପ୍ରେମୀ ଏବଂ ବେଦାନ୍ତ ଦର୍ଶନର ଶିଷ୍ୟା। ଆସନ୍ତୁ ଶ୍ୱେତପଦ୍ମାଙ୍କର ଭାବପୂର୍ଣ୍ଣ ଶୈଳୀରେ ଶୁଣିବା କାହାଣୀ ମୃଗତୃଷ୍ଣା। ଚଣ୍ଡୀ ମନ୍ଦିର ଏଇଠି ଉଜାଡ଼ି ଦିଏ ଜ୍ଞାନଗର୍ବି ମଣିଷ ଆପଣାର ସବୁ ଅଭିମାନ। ନିରୋଳାରେ ସବୁ ଅଭିଯୋଗ ହାହାକାର ଆସି ସ୍ତୂପାକାରରେ ଜମାଟ ହୁଏ ଚଟାଣର ପ୍ରତି ସ୍ତରେ ସ୍ତରେ। ଟିକିଏ ଶାନ୍ତି। ଅସହାୟ ମଣିଷ ବଞ୍ଚିବା ପାଇଁ ପାଥେୟ ଏ ଚଲାପଥର। ସାନ୍ତ୍ୱନାର ପୀଠସ୍ଥଳୀ ମାଙ୍କର କରୁଣା। ବିନ୍ଦୁ ବିନ୍ଦୁ ଅବିଶ୍ୱାସ ସିଞ୍ଚି ଦିଏ ଭକ୍ତର ଅନ୍ତଃକରଣରେ। ସେଦିନ ଅସମ୍ଭବ ଭିଡ଼। ଗୁରୁବାର ଅମାବାସ୍ୟା ଯେ ଅପୂର୍ବ ବେଶରେ ସୁସଜ୍ଜିତା ମାଙ୍କୁ ଦେଖିବା ପାଇଁ ଆଗ୍ରହର ସୀମା ନାହିଁ। ହଠାତ୍ ଦ୍ୱାର ଦେଶକୁ ଆଗେଇ ଯାଇ ଥମକି ଠିଆ ହେଲି। ଏହି ମନ୍ଦିରରେ ମଧ୍ୟ ନାରୀକୁ ଅଗ୍ରାଧିକାର ଦିଆଯାଇଛି। ଆମ ପାଇଁ ମୁକ୍ତ ଦ୍ୱାରଟା କିନ୍ତୁ ଭିତରୁ ବନ୍ଦ ହୋଇଛି। ଦ୍ୱାର ମୁହଁରେ ଠିଆ ହୋଇଛନ୍ତି ଆହୁରି ଅନେକ ସ୍ତ୍ରୀ ଲୋକ। ପଥଚଲା ବାଧୁଥିଲା ପରା। ଦୁଆର ମୁହଁରେ ବସି ପଡ଼ିଲି। ଜଣେ ବର୍ଷୟସୀ ମହିଳା ହସି ହସି କହିଲେ, ପୂଜା ହେଉଛି, ଡେରି ହେବ, ବସି ପଡ଼ନ୍ତୁ ମ। ଅନେକ ବସିଲେ। ସେ କିନ୍ତୁ କାନ୍ଥକୁ ଆଉଜି ଠିଆ ହୋଇଥିଲା। ଶ୍ୟାମଳ ମୁଖରେ ଏକ ମଧୁର ଲଜ୍ଜାର ପ୍ରଲେପ। କାଞ୍ଚିଭରମ ଶାଢ଼ୀର ପଣତ ସେ ବାରମ୍ବାର ମୁଣ୍ଡ ଉପରକୁ ଟାଣି ନେଉଥାଏ। ଅନେକ ବସିଲେ। ସେ କିନ୍ତୁ କାନ୍ଥକୁ ଆଉଜି ଠିଆ ହୋଇଥିଲା। ଶ୍ୟାମଳ ମୁଖରେ ଏକ ମଧୁର ଲଜ୍ଜାର ପ୍ରଲେପ। କାଞ୍ଚିବରମ ଶାଢ଼ୀର ପଣତ ସେ ବାରମ୍ବାର ମୁଣ୍ଡ ଉପରକୁ ଟାଣି ନେଉଥାଏ। ମଧୁର ଅନବଦ୍ୟ ମୁଖଶ୍ରୀ ଆଉ ନେତ୍ରଯୁଗଳ ଅନୁକ୍ଷଣ ଆମନ୍ତ୍ରଣ କରେ। କେଜାଣି କାହିଁକି ମୋର ସେହିପରି ମନେ ହେଲା। ହୁଏତ ଭ୍ରମ ହୋଇଥାଇପାରେ। ଗୋଡ଼ର କାଣି ଆଙ୍ଗୁଠିରେ ସେ ଭୂଇଁରେ ଗାର ପକାଉଥାଏ। ବେଳେ ବେଳେ ଆଖି ଟେକି ବାହାରକୁ ଚାହୁଁଥାଏ। ଭାରି ଭଲ ଲାଗିଲା ମୋତେ ନବବିବାହିତାର ଏ ମାଧୁର୍ଯ୍ୟ ଭରା ମୁଖ, ଯାହା ଆଉ ଏ ଯୁଗରେ ଦେଖିବାକୁ କ୍ୱଚିତ୍ ମିଳିଥାଏ।
ଏ ବଡ଼ ଦୁର୍ଲଭ ବସ୍ତୁ। ପଚାରିଲି, ନୂଆ ବାହା ହୋଇଛନ୍ତି ନା? ପିଲାଛୁଆ ହୋଇନାହାନ୍ତି ବୋଧହୁଏ। ସେ ଅଳ୍ପ ହସି ମୁହଁ ପୋତିଲା। କହିଲା, 6 ମାସ ହେଲା ବାହାଘର ହୋଇଛି। ଆପଣ କେମିତି ଜାଣିଲେ ମ? ହସିଲି। ଭାବିଲି ଅବଶ୍ୟ ଜାଣିବାଟା ଏ ଯୁଗରେ କଷ୍ଟ। ନୀତି ବହୁ ନୂଆ ବାହାଘର ଦେଖୁଛି। ପ୍ରତିଦିନ ଦେଖୁଛି କେତେ ଝିଅଙ୍କର ମୁଣ୍ଡରେ ଟଙ୍କିକିଆ ସୁନ୍ଦର ଡବାଟା ଗୋଟାପଣେ ଅଜାଡ଼ି ହୋଇ ପଡ଼ିଥାଏ। ବେଶଭୂଷାର ପରିପାଟି ସୂଚେଇ ଦିଏ ନୂଆ ବାହା ହୋଇ ଆସିଛନ୍ତି। କିନ୍ତୁ ନବବିବାହିତାର ଏଇ ମଧୁର ଲାଜନମ୍ର ସ୍ନିଗ୍ଧତା ଟିକକ କ୍ରମଶଃ ଲିଭି ଲିଭି ଯାଉଛି। ସେ ଅପୂର୍ବ ସମର୍ପଣର ଆକୁଳତାର ସ୍ନିଗ୍ଧ ତରୁଣୀଟି ମୋତେ ବେଶୀ ଆକର୍ଷଣ କଲା। ଆହୁରି ଅନେକ ବେଳ ଡେରି। ସିଏ କିନ୍ତୁ ସେମିତି ଠିଆ ହୋଇଥାଏ। ଫୁଲ ପ୍ୟାଣ୍ଟ ପିନ୍ଧା ପିଲାଟିଏ, କଲେଜ ନୂଆ କରି ଯାଇଥିବ ବୋଧେ। ଆସି ତା ପାଖରେ ଠିଆ ହୋଇ କ'ଣ କହିଲା। ଝିଅଟି କହିଲା, ମୁଁ ଜାଣିନି ମ, ତୁମେ ବୁଝ। ଆରେ, ଭାଇ ପରା କହୁଛନ୍ତି ଏବେ ପଳେଇବେ। ଗାଡ଼ି ବେଳ ହୋଇଗଲାଣି। ମନ୍ଦିର ଖୋଲୁ ଖୋଲୁ ବହୁତ ଡେରି ହେବ। ବାହାରୁ ମୁଣ୍ଡିଆ ମାରି ପଳାଇବା ଚାଲ। ନାହିଁ ମ, ସମସ୍ତେ ବସିଛନ୍ତି। ତାପରେ ଟିକେ ଛେପ ଢୋକି କହିଲା, ମନା କର ମ, ଆଜି କ'ଣ ସେ ସତରେ ଯିବେ? ତାଙ୍କୁ ଡାକି ଦଉଛି, ତୁମେ କୁହ। ଝିଅର ମୁହଁ ଶୁଖିଗଲା। ସତେ ଯେପରି ପଦ୍ମ ଝାଉଁଳି ଗଲା। ଟେରିକଟ୍ ପ୍ୟାଣ୍ଟ, ଟେରିନ୍ ହାୱାଇନ୍ ପରିହିତ ସୁଶ୍ରୀ ଯୁବକ ଜଣକ ଯେ ତାର ସ୍ୱାମୀ, ତା ତାଙ୍କର କଥା କହିବା ଭଙ୍ଗୀରୁ ଜଣା ପଡୁଥିଲା। କ'ଣ ଯିବାନି? ମୋ ରାତି ଗାଡ଼ିରେ ଯିବା ଯେ ନିହାତି ଦରକାର। ଘଡ଼ି ଦେଖିଲେ ସେ। ମୋର ବସ୍ ବେଳ ହୋଇଗଲାଣି, ଚାଲ ଚାଲ। ଝିଅଟି ଟିକିଏ କୁଣ୍ଠାବୋଧ କରି ଧୀରେ ଧୀରେ କହିଲା, ରାତିଟାରେ କ'ଣ ଯିବ ମ? ଥଣ୍ଡା ଲାଗିବନି? ଥାଉ, ସକାଳ ଗଲେ କ'ଣ ଚଳିବନି? ଆଖି ପତାରେ ଅସୁମାରୀ ଆଗ୍ରହ ଆଶା ବାନ୍ଧିଛି ଜମାଟ ଅବା। ଚୈତ ମାସର ଉଆଁସ ରାତି। ନିଜ କଥାର ଅଯୌକ୍ତିକତାରେ ନିଜେ ଲଜ୍ଜିତା ହେଲା ବୋଧେ ସେ। 2 ହାତରେ ଲୁଗା କାନିରେ ମୁହଁ ଲୁଚେଇଲା ଲାଜରେ। ଏଣେ ତରୁଣ ଜଣକ ସତେ ଯେପରି ଅଧୈର୍ଯ୍ୟ ହୋଇ ପଡୁଥିଲେ। ଦେଖିବା ସେ କଥା, ତମେ ଚାଲ ନା ଆଗ ଘରକୁ। ସେ ଅନିଚ୍ଛା ସତ୍ତ୍ୱେ ଅନେକ ସମୟ ପର୍ଯ୍ୟନ୍ତ ପାହାଚରେ ମଥା ଲଗେଇ ଭକ୍ତିପୂତ ପ୍ରଣାମ କଲା। ସ୍ୱାମୀ ତାକୁ ସିନ୍ଦୁର ଆଣି ଦେଲେ। ମୋ ଆଡ଼କୁ ଚାହିଁ ଅଳପ ହସି ଓଢ଼ଣା ଟାଣି ସେ ବିଦାୟ ନେଲା। କାହିଁକି କେଜାଣି ମନଟା ମୋର ତୃପ୍ତିରେ ଭରିଗଲା। ଏହି ଶ୍ୟାମାଙ୍ଗୀ ଲାବଣ୍ୟମୟୀ ଝିଅଟିର କମ୍ର ଲାଜ ଟିକକ କେତେ ମଧୁର ସତେ। ଏଇ ଲାଜ ଟିକକରେ ସେ ବାନ୍ଧି ପାରିବ ତା ପ୍ରିୟତମକୁ ସବୁଦିନ ପାଇଁ। ଏମାନେ ସୁଖୀ ହୁଅନ୍ତୁ। ମନ୍ଦିରର ଦ୍ୱାର ଉନ୍ମୁକ୍ତ। ଜଗଦମ୍ବାଙ୍କର ଅପୂର୍ବ ନେତ୍ରର ହୃଦୟହାରିଣୀ ଦୃଷ୍ଟି ଶକ୍ତିରେ ଅଭିଭୂତ ହେଲେ ଭକ୍ତବୃନ୍ଦ। ମହାମାଙ୍କର ଧ୍ୟାନ ମଧ୍ୟରେ କାହିଁ ଛପିଗଲା ସେ ହଠାତ୍ ଦେଖା ଶ୍ୟାମାଙ୍ଗୀ ଝିଅର ଚିନ୍ତା। ମନର ନିବୁଜ କବାଟ ଫିଟି ଝରି ପଡ଼ିଲା ଜୀବନର ସକଳ ବ୍ୟଥା ଗୋଟି ଗୋଟି ହେଇ ସେଇ ବନ୍ଦିତା ପରମ ଆରାଧ୍ୟା ଜଗତ ଜନନୀଙ୍କ ପାଦ ତଳେ। ବିପୁଳ ଏ ଜୀବନ, ବିଚିତ୍ର ଏ ଦୁନିଆର ଜଟିଳ କୁଟିଳ ଗୋପନ ଗଳିପଥ। କେତେବେଳେ ସେ କେଉଁ ଅବସ୍ଥାରେ ମଣିଷ ମଣିଷକୁ ଆବିଷ୍କାର କରେ, ତା କିଏ କହିପାରିବ? ସେଦିନ ମଧ୍ୟ ସେମିତି ହଠାତ୍ ଆଖିରେ ପଡ଼ିଥିଲା ଆଉ ଏକ ଦୃଶ୍ୟ।
କିନ୍ତୁ ସେଇ ଝିଅ ଆଶ୍ଚର୍ଯ୍ୟ, ପରିସ୍ଥିତି ପରିବେଶ ସମ୍ପୂର୍ଣ୍ଣ ଭିନ୍ନ ଯେ। ବାହାଘର ପରେ ଝିଅମାନେ ନୂଆ କରି କଲେଜ ଆସିଲେ ପ୍ରାୟ ସେଇ ଫୁଲ ଗଛ ଗୁଡ଼ାକର ଧାରକୁ ଲାଗି ଚାଲି ଚାଲି କଲେଜ ଭିତରକୁ ପଶନ୍ତି। କାହିଁକି କେଜାଣି? ଆଉ ଠିକ୍ ସେଇ ନାମହୀନ ଝଙ୍କାଳିଆ ବାଇଗିଣିଆ ଫୁଲ ଗଛ ପାଖରେ ସେମାନଙ୍କୁ ସ୍ୱାଗତ କରନ୍ତି ତାଙ୍କର ବାନ୍ଧବୀଗଣ। ସେ ଏକ ଅଭିନବ ଦୃଶ୍ୟ। ସେଇଠୁ ସେମାନେ ବାଙ୍କି ଯାଆନ୍ତି କୁଦ ଭିତରକୁ। ସେଇଟା ରୋମାଣ୍ଟିକ କର୍ଣ୍ଣର। ନାଁଟା ବି ସେମାନେ ଦେଇଛନ୍ତି। ଚମତ୍କାର ପରିବେଶ, ମହିଳା କଲେଜ ଅଙ୍ଗନ। ଆଶ୍ଚର୍ଯ୍ୟ। ସେହି ଦୃଶ୍ୟର ପୁଣି ପୁନରାଭିନୟ ହେଲା ସ୍ୱାଭାବିକ। କିନ୍ତୁ ଏ କିଏ? କିନ୍ତୁ ଠିକ୍ ସେଇ ଗଛ ତଳେ ମୁଁ ତାକୁ ଦେଖିଲି ନାହିଁ। ଦେଖିଲି ଉପାନ୍ତରେ ଏକାନ୍ତ ଶୀର୍ଣ୍ଣ ବୃକ୍ଷ ତଳେ। ସେଦିନ ମଧ୍ୟ ଗୁରୁବାର ହୋଇଥିଲା। ଶସ୍ତା ଟାଙ୍ଗାଇଲ ଶାଢ଼ୀ ଖଣ୍ଡିଏ ସେ ପିନ୍ଧିଥିଲା, ପାଣ୍ଡୁର ବର୍ଣ୍ଣ ଶାଢ଼ୀ। ସେଦିନ ବି କପାଳରେ ସିନ୍ଦୁର ବିନ୍ଦୁ ଥିଲା, ଯଦିଓ ସେତେ ଉଜ୍ଜଳ ଦିଶୁନଥିଲା। ଅସ୍ୱାଭାବିକ ଭାବରେ ଛୋଟ ସୀମାନ୍ତର ସିନ୍ଦୁର ଗାରକୁ ସମ୍ପୂର୍ଣ୍ଣ ଭାବରେ ବିଲୁପ୍ତ କରିବାର ପ୍ରଚେଷ୍ଟା ହୋଇଥିଲା ବୋଧହୁଏ। ମୋର କାହିଁକି ସେମିତି ମନେ ହେଲା। ଆଉ ନଥିଲା ଓଢ଼ଣା ଟାଣିବାର ପ୍ରଚେଷ୍ଟା। ଆବରଣର ଏକାନ୍ତ ସ୍ୱଳ୍ପତା ଦେଇଥିଲା ପରିବର୍ତ୍ତନର କିଞ୍ଚିତ୍ ସୂଚନା। ଅତ୍ୟନ୍ତ ଶ୍ରାନ୍ତ କ୍ଳାନ୍ତ ଦେଖାଯାଉଥିଲା ସେ। ହାତରେ ଥିଲା ବହି ଆଉ ନୋଟ୍ ଖାତା। ସେଇ ପୂର୍ବ ପରିଚିତ ଶ୍ରାନ୍ତ କ୍ଳାନ୍ତ ମୁଖର୍ଷୀକୁ ମୁଁ ଠିକ୍ ଚିହ୍ନି ପାରିଥିଲି। କିନ୍ତୁ ହେଲେ ମନେ ହେଲା ରୌଦ୍ରଜ୍ୱଳ ପ୍ରଭାତର ମରାଣହତ ପାଣ୍ଡୁର ଉପମାଟା କାହିଁକି କେଜାଣି ମନେ ପଡ଼ିଗଲା। ସେଦିନ ତାକୁ ସାଥିରେ ଧରି ଚାଲିଗଲି ମୁଁ ସେଇ କୁଞ୍ଜ ତଳକୁ, ସେଇ ରୋମାଣ୍ଟିକ କର୍ଣ୍ଣରକୁ, ନବବିବାହିତାମାନଙ୍କର ବିଶ୍ରାମସ୍ଥଳୀ। କିନ୍ତୁ ଏଇଠି ସେ ଫିଟେଇ ନଥିଲା ରୋମାଣ୍ଟିକ ରୂପେଲି ଧାଡ଼ିରେ ବୁଣା ମଧୁର ଅନୁଭୂତିର ପବିତ୍ର ଲୋଭନୀୟ କଥା ପେଡ଼ି। ସୌରଭରେ ରଙ୍ଗାୟିତ ଉଚ୍ଛ୍ୱସିତ ଆବେଗ ଉଚ୍ଛଳା କାହାଣୀର ସ୍ରୋତ ତ ବହି ଯାଇଥାନ୍ତା। ସେ ନିୟମ ଯେ ତାର ବିଡ଼ମ୍ବିତ ଜୀବନର କରୁଣ କାହାଣୀ, ସେ କିନ୍ତୁ ମେଲି ଧରିଥିଲା ତା ପାଖରେ। ମାତ୍ର କେତୋଟି ବର୍ଷର ଅନୁଭୂତି, ପ୍ରତିଟି ରାତ୍ରି ବ୍ୟଥାରେ ବିଧୁରା, ପ୍ରତିଟି ଦିବସ ବେଦନାରେ ଦୁର୍ବିସହ ଅନ୍ତରକୁ ନିଗାଡ଼ି ସେ ବୁହାଇ ଦେଇଛି ଅଶ୍ରୁର ଝରଣା। ମରୁଭୂମି ପରି ଶୁଷ୍କ ଅନ୍ତର କ'ଣ ତାଙ୍କ ସବୁ ଶୋଷି ନେଇ ପାରିଲା? ଟିକିଏ ବି ତରଙ୍ଗ ନାହିଁ, ଆବେଗ ନାହିଁ, ନାହିଁ ସମ୍ବେଦନା। ହଁ, ସେହିଦିନ ବର୍ଷଣର ପୂର୍ବାଭାସ, ତାର ସୂଚନା ମିଳିଥିଲା ଅବା ସେଇ ଚଣ୍ଡୀ ମନ୍ଦିର। ଏକାନ୍ତ ସରଳା କମଳିନୀ କ'ଣ ଜାଣିଥିଲା? ଆଉ ଏକ ଦୁର୍ବାର ଆକର୍ଷଣ ପ୍ରଭାକରକୁ ଟାଣି ନେଉଥିଲା ତା କର୍ମସ୍ଥଳକୁ। ଶତ ଅନୁରୋଧ ସତ୍ତ୍ୱେ ସେ ଅଟକାଇ ପାରି ନଥିଲା ସ୍ୱାମୀକୁ। ସେଦିନ ସେଇ ଗୋଟାଏ ରାତି ପାଇଁ ନବବିବାହିତା କମଳିନୀ ହାରିଗଲା। ଚଉରା ମୂଳେ କେତେ ସଞ୍ଜବତୀ ଜାଳିଛି
ସେ ସ୍ୱାମୀର ମଙ୍ଗଳ କାମନା କରି ମନ ପ୍ରାଣ ଢାଳି ଶାଶୁ ଶ୍ୱଶୁର ନଣନ୍ଦ ଦିଅରଙ୍କ ସେବା କରିଛି। ତାଙ୍କରି ସେବା ମଧ୍ୟରେ ସେ ସ୍ୱାମୀଙ୍କର ଅନ୍ତରକୁ ଜିଣି ପାରିବ, ଏ ତାର ସ୍ୱପ୍ନ। କର୍ମସ୍ଥଳକୁ ଯିବାର ଅଦମ୍ୟ ଆକାଂକ୍ଷା ବୁକୁ ତଳେ ଅନବରତ ଲହରୀ ଭାଙ୍ଗିଛି। ମାତ୍ର ମୁହଁ ଖୋଲି ପ୍ରକାଶ କରିବାର ପ୍ରଗଳ୍ଭତା ସରଳା କମଳିନୀର କାହିଁ। ଥାଉ ଥାଉ ଥାଉ। ରବିବାର କ୍ରମାଗତ ଆସିଛି ଆଉ ଯାଇଛି। ମାତ୍ର 50 ମାଇଲ ବାଟରୁ ସ୍ୱାମୀ ତାର ଆସିବାର ଅବସର ପାଇନାହାନ୍ତି। କାମ ପ୍ରଚୁର। ଅଧ୍ୟାପକଙ୍କର ପୁଣି ଅବସର ମିଳେ ନା। ଆଖି ପୋଛି ହସିଛି କମଳିନୀ। ନିରୋଳାରେ ଲୁହ ଝରାଇଛି ବି ସିଏ, କିନ୍ତୁ ଅଧରରେ ହସ ଫୁଟାଇଛି। ସବୁରି ପ୍ରତି କର୍ତ୍ତବ୍ୟ ଯଥାରୀତି କରିବାକୁ ହେବ ଯେ, କିନ୍ତୁ ସନ୍ଦେହ ବୋଧେ ଘନୀଭୂତ ହୋଇଥିଲା ତାର। ସୂଚନା ମଧ୍ୟ ମିଳିଥିଲା ବୋଧ ହୁଏ। ନହେଲେ ହଠାତ୍ ସେଦିନ ରାଗରେ ଜଳି ଜଳି କାହିଁ ଶ୍ୱଶୁର ଅଫିସରୁ ଆସିଲେ, କାହାକୁ କିଛି କଥା କହିଲେ ନାହିଁ, ଚାହା ବି ପିଇଲେ ନାହିଁ। ଶାଶୁଙ୍କୁ କହିଲେ ସଜ ହୁଅ, ବୋହୂକୁ ଆଜି ନେଇ ଛାଡ଼ି ଦେଇ ଆସିବି ତା ପାଖରେ। ଶାଶୁ ଆଶ୍ଚର୍ଯ୍ୟ ହେଲେ। ଏ କି କଥା? ଦିନ ବାର କିଛି ଯେ ଦେଖା ହୋଇନି, ପାଞ୍ଜି ଦେଖିଲଣି? ନା ନା, ଦିନ ବାର ଦେଖିବିନି, ଆଜି ଯିବା। ଦୃଢ଼ ଗମ୍ଭୀର ସ୍ୱର ଆଦେଶ। ଅବଜ୍ଞା କରି ହେବ ନାହିଁ। ସତକୁ ସତ ସେଇଦିନ ସଞ୍ଜକୁ କମଳିନୀ ଆସିଲା ସ୍ୱାମୀର କର୍ମସ୍ଥଳକୁ। କମଳିନୀର କଳ୍ପଲୋକ, ସ୍ୱପ୍ନର ସ୍ମାରକ। ଅଥଚ କିଛି କହିନାହାନ୍ତି ଶ୍ୱଶୁର। ଆଖି ଦୁଇଟା ଛଳ ଛଳ ହୋଇଥିଲା ତାର। ମୁଣ୍ଡିଆ ମାରି ଉଠି କମଳିନୀ ଦେଖିଲା ଶାଶୁ ପଣତ କାନିରେ ଲୁହ ପୋଛୁଛନ୍ତି। ସ୍ୱାମୀ ପୁତ୍ର ଧରି ସୁଖରେ ଘର କର ମା, ସୁଖରେ ଘର କର। କିନ୍ତୁ ଆଉ ପଛକୁ ଚାହିଁ ନାହାନ୍ତି ଶ୍ୱଶୁର। ବସରେ ବସିଲେ ସେମାନେ। ଦ୍ୱାର ମୁହଁରୁ ଅଶ୍ରୁସିକ୍ତ ନୟନରେ ଚାହିଁଥିଲା କମଳିନୀ। ସେମାନେ ଚାଲିଗଲେ। କମଳିନୀକୁ ଲାଗିଲା ସତେ ଯେପରି ସେମାନେ ଯିବା ସାଙ୍ଗେ ସାଙ୍ଗେ ତା ପାଦ ତଳର ମାଟି ସବୁ ଖସି ଖସି ଯାଉଛି। ଅବଲମ୍ବନ ହରାଇବାର ଯନ୍ତ୍ରଣାରେ ଆଖି ଫାଟି ଲୁହ ବୋହି ଯାଉଛି। ମନେ ହେଉଛି ଖାଲି ଚୋରାବାଲି ଉପରେ ସେ ଠିଆ ହୋଇଛି। କାହିଁକି? ବୁଝି ମଧ୍ୟ ବୁଝି ପାରିଲାନି ସିଏ। ଉତ୍ତର ଦେଲା, ମୋ କଥା ତୁମକୁ ଭଲ ଲାଗୁନି କାହିଁକି? ମୋର ଦୋଷ? ପ୍ରଭାକର, ନା, ତମେ ଜମା ବୁଝି ପାରିବନି। ସେ ବୁଦ୍ଧି, ସେ ଶକ୍ତି ତୁମର କାହିଁ? ବିଦ୍ୟାର ଅଭାବ, ଜ୍ଞାନର ଅଭାବ, ଚିନ୍ତାର ଅଭାବ। ମାଟି ବେଦୀ ଉପରେ ନିଆଁ ଜାଳି ଦେଲେ ବିବାହ ହୁଏ ନାହିଁ। ମନର ମିଳନରେ ହିଁ ବିବାହ। ମନ୍ତ୍ର ସେଇଠି କାମ କରେ। ମନରେ ଯେଉଁଠି ମିଳନ ନାହିଁ, ରୁଚିରେ ସାମ୍ୟ ନାହିଁ, ସେଠି ବିବାହ ମିଥ୍ୟା ମିଥ୍ୟା। କେତେ ଅଖଣ୍ଡ ପରିତୃପ୍ତି ଦିଏ ସୁଧା, ତା କ'ଣ ତୁମେ କେବେ ହେଲେ କଳ୍ପନା କରିପାରିବ? ମନେ ହୁଏ ଜୀବନର ସବୁ ଫାଙ୍କ, ସବୁ ଅଭାବ ସତେ ଯେପରି ତା ଓଠର ଟିକିଏ ଆସ୍ୱାଦନାରେ ପରିପୂର୍ଣ୍ଣ ହୋଇ ଉଠେ। ବାଧା ଦେବ ତୁମେ? ପାରିବ ନାହିଁ, ପାରିବ ନାହିଁ। ମତେ ଅଶାନ୍ତି ଭିତରେ ଜଳିବାକୁ ଦେଇ ତୁମେ କ'ଣ ପାଇବ? ଭଲ ପାଇବା? ଅସମ୍ଭବ। ସେ ଏତେ ସହଜରେ ମିଳେ ନାହିଁ। ବଡ଼ ଦୁର୍ଲଭ ସେ। ସେଥିପାଇଁ ସାଧନା ଲୋଡ଼ା। ଲୋଡ଼ୁଛ ସହାନୁଭୂତି?
କରୁଣ ସନ୍ଦେହଜନକ। ଭାରି ପଦକ୍ଷେପରେ ଆଗେଇ ଗଲେ ତାର ତରୁଣ ଅଧ୍ୟାପକ ସ୍ୱାମୀ। ପ୍ରଥମ ଦିନର ସମ୍ଭାଷଣ। ଏଇ ଜୀବନର ଆରମ୍ଭ। କମଳିନୀ ମୁଖକୁ କଥା ଆସିଲାନି। ଦିନ ଦିନ ହୋଇ ବିତି ଯାଇଛି। ଅନାଦର, ଅବହେଳା, ଘୃଣା, ଲାଞ୍ଛନା, ଅପମାନ, ଅନୁକ୍ଷଣ ତାର ପୁନରାବୃତ୍ତି ଭିନ୍ନ ଭିନ୍ନ ରୂପରେ। ବିବାହିତ ଜୀବନର ସୁମଧୁର ସ୍ମୃତି କାହିଁ ସେ ସାଇତି ରଖିବ ସ୍ମୃତିର ମଣି ଫରୁଆରେ। ଏ ଯୁଗରେ କଥାର କାରିଗର ପ୍ରଭାକର ଶାଣିତ କଥାରେ ତଲୁଆରରେ କ୍ଷତ ବିକ୍ଷତ କରିଛି ଅନୁକ୍ଷଣ କମଳିନୀର କଅଁଳ ମନକୁ। କହିବ ଛି, ଲଜ୍ଜା। ଏଇ ଲଜ୍ଜାର ଖୋଳପାଟିକୁ ଯଦି ଦୃଢ଼ ହାତରେ ସେ ଫିଙ୍ଗି ଦେଇ ପାରିଥାନ୍ତା, ତାହେଲେ ହୁଏତ ଲିଭେଇ ଦେଇ ପାରିଥାନ୍ତା ଗୋପନ ଅଭିସାରର କଳୁଷ ରସ ତା ସ୍ୱାମୀର ନିର୍ଦ୍ଦୟ ମୁଖମଣ୍ଡଳରୁ। ଯଦି ପ୍ରକାଶ କରିପାରିଥାନ୍ତା ସ୍ୱାମୀଙ୍କ ଆଚରଣ ପରିଜନଙ୍କ ପାଖରେ। ନା, ଥାଉ ଥାଉ, ଛି ତାର। ହେଲେ କ'ଣ ଅଭାବ ଥିଲା ତାର? ଏଇ ଆଶ୍ଚର୍ଯ୍ୟ ଅପରୂପ ଦେହଶ୍ରୀ ତରୁଣ ସ୍ୱାମୀକୁ ତାର ଅଭିଭୂତ କଲା ନାହିଁ କାହିଁକି? ତା ପାଇଁ ପ୍ରଭାକର ସାଇତି ରଖିଛି ଘୃଣା। ଘୃଣା ନେଇ ନାରୀ ବଞ୍ଚିପାରେ ନାହିଁ, ବଞ୍ଚିପାରେ ନାହିଁ। କମଳିନୀ ଫେରି ଆସିଛି। କମଳିନୀକୁ ଚାହିଁଲି, ନିରୀକ୍ଷଣ କଲି, କିନ୍ତୁ ଉତ୍ତର ପାଇଲି ନାହିଁ, ପାଇଲି ନାହିଁ। କମଳିନୀ ମୁହଁ ଖୋଲିଲା। ସାଧନା କରିଛି ମୁଁ ସ୍ୱାମୀ ଚିତ୍ତ ଜୟ କରିବାକୁ ଚେଷ୍ଟା କରିଛି। ହେଲେ ତିଳ ତିଳ ହୋଇ କମଳିନୀ ମରିଯାଇଛି। ସ୍ୱାମୀର ଅନ୍ତରକୁ ସ୍ପର୍ଶ କରିବା ଶକ୍ତି ମୋର ନାହିଁ। ଅନୁକ୍ଷଣ ଆତ୍ମସଂଯମ ନାମରେ ମୁଁ ଖାଲି କରିଚାଲିଛି ଆତ୍ମପ୍ରବଞ୍ଚନା। ୟାର ଶେଷ କେଉଁଠି? ଅଭିନୟ କରିବାର ଦୃଢ଼ ସଂକଳ୍ପ ନେଇ ମୁଁ ତ ଅନେକ ଦିନ ଅଭିନୟ କରି ଆସିଥିଲି, କିନ୍ତୁ ଏ ଫାଙ୍କା ଶୂନ୍ୟ ଜୀବନ ନେଇ ଆଉ କେତେ କାଳ? କେହି ନ ଜାଣୁ ତାର ବିଡ଼ମ୍ବିତ ଜୀବନର ଇତିହାସ। ଅନୁକମ୍ପାର ଚାହାଣୀ ଯେ ଏକାନ୍ତ ଅସହ୍ୟ। ନା, କହିନି କମଳିନୀ। ଚିଠି ଆସିଛି ଶାଶୁ ଘରକୁ, ଥାକ ଥାକ ଚିଠି। ଆମେ ଖୁବ୍ ଭଲରେ ଅଛୁ, ବହୁତ ବୁଲୁଛୁ। ବେଳ ହଉନି ତାଙ୍କୁ ଚିଠି ଦେଲେ। ମାତ୍ର କେତେ ଦିନରେ ଏ ଛଳନା? ଲାଜ ରକ୍ତ ମଧୁ ହସ ଲିଭି ଲିଭି ଯାଇଛି। କୋଟାରଗତ ଚକ୍ଷୁରୁ ଲିଭି ଯାଇଛି ଜ୍ୟୋତି। ଆଖି ମେଲି କ'ଣ ଦେଖି ନାହିଁ ପ୍ରଭାକର ତାର ଫୁଲା ଫୁଲା ଆଖିର ସଦ୍ୟ ସ୍ନାତ ମୁକ୍ତାଧାରା ପରି ଅବିରଳ ଅଶ୍ରୁଧାରା? ବାନ୍ଧି ପାରିଲାନି କମଳିନୀ ପ୍ରଭାକରର କାମନାଗ୍ରସ୍ତ ମନକୁ। ବିବାହିତ ଜୀବନର ଆଦ୍ୟ ଲଗ୍ନରେ ସଂସାରର ଏ ରୂପ ଦେଖି କମଳିନୀ ଭାଜି ପଡ଼ିଛି। ସ୍ୱାମୀ ପାଖରେ ଯାର ସୁଖ ନାହିଁ, ସେ ଅମୃତ ଲୋକରୁ ଯେ ନିର୍ବାସିତା, ଯେ ଅବଞ୍ଚିତା, ଯେ ଅଦରକାରୀ, ତା ପାଇଁ କି ପାଥେୟ ବିଶାଳ ଏ ଜୀବନର ଚଲାପଥରେ। ତାପରେ ବିଶାଳ ଏ ଜୀବନ ଯଜ୍ଞଶାଳା, ବିଶାଳ ଏ ଜୀବନ ଯଜ୍ଞଶାଳା। ତାପରର କାହାଣୀ ସଂକ୍ଷିପ୍ତ, ଏକାନ୍ତ ସଂକ୍ଷିପ୍ତ। ଆଶ୍ରୟ ଦେଇଛି ଶୈଳବାଳା ମହିଳା କଲେଜ। ଆଦରରେ ଆଲିଙ୍ଗନ କରିଛି। ସେଦିନ କାହିଁକି ସେ ଢାଳିଦେଲା ମୋ ନିକଟରେ ତାର ଅନ୍ତରର ସମସ୍ତ ଆବେଗ ଓ ପ୍ରଶ୍ନବାଚୀ?
ଉତ୍ତର ଆଶାରେ କି ଉତ୍ତର ମୁଁ ଦେଇପାରିବି? ଏ ପ୍ରଶ୍ନର ଉତ୍ତର କ'ଣ ମୁଁ ଦେଇପାରିବି? କିଏ ଜାଣେ? ଏଇ ପୂର୍ଣ୍ଣତା ନିମନ୍ତେ ଅହରହ ସଂଗ୍ରାମ କରି ଆସି ସେ ଦେଖିବ ଏ କେବଳ ମୃଗତୃଷ୍ଣା। ଯୁଗର ଅଗ୍ରଗତିକୁ ମୁଗ୍ଧ ନେତ୍ରରେ ଚାହିଁ ପୁଣି ପଛକୁ ଚାଲିଲି ମୁଁ। ଆଉ 10 ବର୍ଷ ତଳର ଘଟଣା ହୋଇଥିଲେ ହୁଏତ କମଳିନୀ ଚିରକାଳ ସେଇ ଘୃଣ୍ୟ ପରିବେଶରେ ଚାକରାଣୀ ଭୂମିକାରେ ଅଭିନୟ କରି ଆସିଥାନ୍ତା, ନଚେତ୍ ଶରୀର ବିକ୍ରି କରି ଆଜି କରିଥାନ୍ତା ଜୀବନ ଧାରଣ। ଅପରୂପ ଲାବଣ୍ୟମୟ ଶରୀର ହୋଇଥାନ୍ତା ଲକ୍ଷ୍ୟ କାମନା ସ୍ଥଳ। ମାତ୍ର ଶିକ୍ଷା ବାଟ ଫିଟେଇ ଦେଇଛି ସମ୍ଭାବନାର ପଥ, ବଞ୍ଚିବାର ଶୁଭଙ୍କର ପଥ। ମୁକ୍ତି ଲାଭର ସଂକଳ୍ପ ନେଇ ଆଜି ଜୀବନର ମୋଡ଼ ବଙ୍କେଇ ଦେଇଛି କମଳିନୀ। ସେ ବଞ୍ଚିବ। ସୁନ୍ଦର ସୁସ୍ଥ ଜୀବନ ନେଇ ସେ ନାରୀ ଜୀବନର ଆଦର୍ଶ ଅକ୍ଷୁଣ୍ଣ ରଖିପାରିବ। ତେବେ ଅଧ୍ୟୟନ ଆଲୋକ କ'ଣ ଜୀବନରେ ଅନ୍ଧକାରକୁ ଦୂର କରିଦେଇ ପାରିବ? ସେ ପ୍ରଶ୍ନବାଚୀ। ଏଇ ନାରୀ ଯିଏ କମଳିନୀର ସୌଭାଗ୍ୟର ଅଧିକାରିଣୀ, ସିଏ ବି ଅଧ୍ୟାପିକା, ଉଚ୍ଚ ଶିକ୍ଷିତା। ତେବେ ଗୋରୁ ମାଂସ କଂସେଇ ଖାନାରୁ ବୋହି ଆଣେ ଗୋରୁ। ୟା ବୋଲି ସେ ଗୋରୁ କ'ଣ ମାତା ନୁହେଁ? ସେହି ଗୋରୁ ପୁଣି ଗୋମାତା ରୂପେ ବନ୍ଦନିଆ। ତେବେ କମଳିନୀ କ'ଣ ପାଇଛି ମରୁଭୂମିରେ ଓଏସିସ୍ର ସନ୍ଧାନ? କଳ୍ପଲୋକର ସ୍ୱପ୍ନ କ'ଣ ତାର ସଫଳ ହବ? ନା ଏ ଖାଲି ମୃଗତୃଷ୍ଣା। ଏ ଚାଲିବାର ଶେଷ କେଉଁଠି? କିଏ କହିବ?